ଆନନ୍ଦ ପୋଲିସ ଷ୍ଟେସନକୁ ଆସି କହୁଛନ୍ତି ସେ ଇନଭେଷ୍ଟିଂ ଅଫିସର ପଲ୍ଲବୀର ସିନିୟର ମାନେ ସେହି ଥାନାର ଆଇଆଇସି ବିପିନ ବର୍ମା ହେଇନଥିବା ଦରକାର। ତାପରେ ଡିଏସ୍ପି କହିବେ ସାର୍ ଆପଣ। ଏହାପରେ ଆନନ୍ଦ କହିବେ ମୁଁ ଏକା ନୁହେଁ, ମୋ ସହିତ ମୋ ଆଡଭୋକେଟ ମିଷ୍ଟର ଦାସ ମଧ୍ୟ ଆସିଛନ୍ତି। ଆଉ ତାପରେ ଆନନ୍ଦ ମିଷ୍ଟର ଦାସକୁ ଡାକୁଛନ୍ତି। ମିଷ୍ଟର ଦାସକୁ ଦେଖି ଡିଏସ୍ପି କହୁଛନ୍ତି ଓ ଆପଣ ତାହେଲେ ଫୁଲ ପ୍ରିପେୟାରରେ ଆସିଛନ୍ତି। ତାପରେ ଆନନ୍ଦ କହିବେ ଅଫିସର ମଇଦାନକୁ ଓହ୍ଲେଇବା ମାନେ ଫୁଲ ପ୍ରିପେୟାର ହେଇକି ଆସିବାକୁ ପଡ଼ିବ ନା। ଆଉ ଆପଣମାନେ ବାଧ୍ୟ କରିଦେଲେ ମୋତେ ସାମ୍ନାକୁ ଆସିବା ପାଇଁ। ମୁଁ ଏ ବିଷୟରେ ସିଏମ୍ ଅଫିସରଙ୍କ ମଧ୍ୟ କଥା ହେଇ ସାରିଛି। ଆଉ ଏ କେସ୍କୁ ଇନଭେଷ୍ଟିଂ କରିବା ପାଇଁ ଜଣେ ନୂଆ ଡାଇରେକ୍ଟିଂ ଅଫିସର ଆସୁଛନ୍ତି, ଆଉ ଯାହାଙ୍କର କୌଣସି ଟ୍ରାକ୍ ରେକର୍ଡ ନାହିଁ। ପଲ୍ଲବୀ ବେଟା ରିଲାକ୍ସ, ମୁଁ ଅଛି ନା, ସବୁ ଠିକ୍ ହେଇଯିବ। ତାପରେ ପଲ୍ଲବୀ ମନେ ମନେ କହିବେ ଏବେ ଆଦର୍ଶର ଇନଭେଷ୍ଟିଂ ପାଇଁ ନୂଆ ଅଫିସର ଆସିବେ। ଜଣା ନାହିଁ ସେ ନୂଆ ଅଫିସର କେମିତି ହୋଇଥିବେ, ଆଉ ସେ ଆଦର୍ଶକୁ ନ୍ୟାୟ ଦେଇ ପାରିବେ କି ନାହିଁ କେଜାଣି। ଆଉ ଏପଟେ ଆଇଆଇସି ଏମଏଲଏ ପାଖକୁ ଆସି କହିବେ ଥ୍ୟାଙ୍କ ୟୁ ସାର୍, ଆପଣଙ୍କ ଆଶୀର୍ବାଦ ମୋ ଉପରେ ଏମିତି ସବୁବେଳେ ରହିଥାଉ। ତାପରେ ଏମଏଲଏ କହିବେ ଆରେ ଏମଏଲଏ ଭରଦ୍ୱାଜ ଯାହା ମୁଣ୍ଡରେ ହାତ ରଖେ ତାର ଭେଦ ପୁରୁଷକୁ ଉଦ୍ଧାରି ଦିଏ। ତମେ ଖାଲି ପଲ୍ଲବୀକି ଏ କେସ୍ରୁ ଦୂରେଇ ରଖ ବାସ୍। ଆଉ ଆଦର୍ଶ ମହାପାତ୍ର ବିରୁଦ୍ଧରେ ଏମିତି ଚାର୍ଜସିଟ୍ ତିଆରି କର ଯେମିତି ସେ ସାରା ଜୀବନ ଜେଲ୍ ଭିତରୁ ବାହାରକୁ ଆସିପାରିବନି। ଆଉ ବାକି ସବୁ ମୋ ଉପରେ ଛାଡ଼ିଦିଅ, ମୁଁ ସବୁ ବୁଝିବି। ତାପରେ ପୋଲିସ ଆଦର୍ଶ ପାଖକୁ ଆସି କହୁଛନ୍ତି ମିଷ୍ଟର ଆଦର୍ଶ ମହାପାତ୍ର, ତମକୁ ଲାଗୁଛି ତମେ ବଡ଼ ବାପର ସନ୍ତାନ, ମର୍ଡର କରି ମଧ୍ୟ ଏଠୁ ଖୁବ୍ ସହଜରେ ଖସିଯିବ। ତାପରେ ଆଦର୍ଶ ରାଗିକି କହିବେ ମୁଁ ମର୍ଡର କରିନି। ଏକଥା ଶୁଣି ଆଇଆଇସି କହିବେ ହଁ ହଁ, ସେ କଥା ଇନଭେଷ୍ଟିଗେସନ ପରେ ସବୁ ଜଣା ପଡ଼ିଯିବ। ଆଉ ଫର ୟୋର କାଇଣ୍ଡ ଇନଫରମେସନ ଆଦର୍ଶ ମହାପାତ୍ର, ମୁଁ ଏ କେସ୍କୁ ପର୍ସନାଲି ଇନଭେଷ୍ଟିଂ କରିବି। ଆଇ ମିନ୍ ମୁଁ ଏ କେସ୍ର ଇନଭେଷ୍ଟିଂ ଅଫିସର। ଏ କଥା ତମେ ଯେମିତି ଭୁଲି ନ ଯିବ। ତମମାନଙ୍କର ଏତେ ସାହସ, ତମେ ଏମଏଲଏ ଭରଦ୍ୱାଜ ଭଳି ଜଣେ ଭଦ୍ର ଓ ନୀତିବାନ ଲୋକର ଉପରେ ଆରୋପ ଲଗାଉଛ। ଭାବୁଛ ତମେ ଧନ ବଳରେ ଯାହା ପାରିବ ତାହା କରିଦେବ ମିଷ୍ଟର ଆଦର୍ଶ ମହାପାତ୍ର। କିନ୍ତୁ ମନେ ରଖ ଆଇନର ସୁରକ୍ଷା ପାଇଁ ମୋ ଭଳି ଜଣେ ସଚ୍ଚୋଟ ଅଫିସର ଏବେ ବି ଦୁନିଆରେ ବଞ୍ଚିଛି। ତାପରେ କେହି ଜଣେ ଆସି ଆଇଆଇସିକୁ କହିବେ ଇନ୍ସପେକ୍ଟର ମିଷ୍ଟର ବର୍ମା, ଆପଣ ତାଙ୍କ ସହିତ ଏଭଳି ଲାଙ୍ଗୁଏଜରେ କଥା ହେଇ ପାରିବେ ନାହିଁ। ହି ଓନ୍ଲି ସସ୍ପେଣ୍ଡେଡ୍, କେବଳ ସନ୍ଦେହରେ ତାକୁ ଲକଅପରେ ରଖାଯାଇଛି। ଏଣ୍ଡ ଯେଉଁ ପର୍ଯ୍ୟନ୍ତ ତାଙ୍କର ଅପରାଧ ପ୍ରମାଣ ନ ହେଇଛି ସେ ପର୍ଯ୍ୟନ୍ତ ଆପଣ ତାଙ୍କ ସହିତ କ୍ରିମିନାଲ ଭଳି ଟ୍ରିଟ୍ ଦେଇ ପାରିବେ ନାହିଁ। ଆଉ ଏପଟେ ଚିତ୍ତ ଅଙ୍କଲ ପଲ୍ଲବୀକୁ କହିବେ ମ୍ୟାଡାମ, ଆପଣ ହେଡକ୍ୱାର୍ଟରକୁ ଯାଇଥିଲେ, କ'ଣ ହେଲା ସେଠି? ତାପରେ ପଲ୍ଲବୀ କହିବେ ବହୁତ ଆଶା ନେଇକି ମୁଁ ସେଠିକୁ ଯାଇଥିଲି ଚିତ୍ତ ଅଙ୍କଲ, କିନ୍ତୁ ମୋର ଦୁର୍ଭାଗ୍ୟ ଯେ ଆଦର୍ଶଙ୍କର କେସ୍ ହ୍ୟାଣ୍ଡେଲ କରିବାକୁ ମୋତେ ମିଳିଲାନି। ହେଡକ୍ୱାର୍ଟର ଅଫିସର କହିଲେ କେହି ଜଣେ ନୂଆ ଅଫିସର ଆସୁଛନ୍ତି ଏ କେସ୍ ଇନଭେଷ୍ଟିଂ କରିବା ପାଇଁ। ଜଣା ନାହିଁ ସେ ନୂଆ ଅଫିସର କେମିତି ହେଇଥିବେ କେଜାଣି। ସେ ଆଦର୍ଶର କେସ୍କୁ କ'ଣ ଇନଭେଷ୍ଟିଂ କରିବେ। ଆମ ଦୁର୍ଭାଗ୍ୟକୁ ସେ ଯଦି ଏମଏଲଏର ଲୋକ ହେଇଥିବେ ତାହେଲେ ଏ ଦଶାରୁ ସେ ଦଶା ବୋଲିଯିବ। ଅଙ୍କଲ, ମୁଁ ତ ବୁଝିପାରୁନି ମୁଁ କାହା ଉପରେ ଭରସା କରିବା ଉଚିତ, କାହା ଉପରେ ଭରସା କରିବା ଉଚିତ ନୁହେଁ। ତାପରେ ଚିତ୍ତ ଅଙ୍କଲ କହିବେ ଆପଣ ଭଗବାନଙ୍କ ଉପରେ ଭରସା କରନ୍ତୁ ମ୍ୟାଡାମ, ତାଙ୍କୁ ହିଁ ବିଶ୍ୱାସ କରନ୍ତୁ। ସତ୍ୟ ଧର୍ମ ନ୍ୟାୟର ପତାକା ଯିଏ ଉଡ଼ଉଛନ୍ତି ସେଇ ଭଗବାନଙ୍କ ଉପରେ ଭରସା କରନ୍ତୁ। ଦିନେ ନା ଦିନେ ନିଶ୍ଚୟ କିଛି ଚମତ୍କାର କରିବେ। ଆଉ ଏପଟେ ମିଷ୍ଟର ବର୍ମା ସେ ଅଜଣା ଲୋକକୁ କହିବେ ମୋ ନାଁ ଆଇଆଇସି ମିଷ୍ଟର ବିପିନ ବର୍ମା। ମୋ ମୁହଁରେ ଏମିତି କଥା କହିବାର ତୋର ସାହସ କେମିତି ହେଲା? ହୁ ଆର୍ ୟୁ? ତାପରେ ମିଷ୍ଟର ବର୍ମାଙ୍କ ଫୋନ୍ ରିଙ୍ଗ ହୁଏ। ତାପରେ ସେ ଅଜଣା ଲୋକ କହିବ ଫୋନ୍ ଉଠାନ୍ତୁ ବର୍ମା ସାହେବ, ହୁଏତ ଏଥିରୁ ଜାଣିପାରିବେ ମୁଁ କିଏ। ତାପରେ ବର୍ମା ଫୋନ୍ ଉଠେଇ କଥା ହେଉଛନ୍ତି। ଫୋନ୍ରେ କୁହାଯାଉଛି କି ମିଷ୍ଟର ବର୍ମା, କ୍ୟାପିଟାଲ ଥାନାରୁ ଆପଣଙ୍କୁ ଅନ୍ୟ ଗୋଟେ ଥାନାକୁ ଟ୍ରାନ୍ସଫର କରିଦିଆଯାଇଛି। ଆପଣଙ୍କ ଜାଗାରେ ସେଠି ଜଣେ ନୂଆ ଇନଭେଷ୍ଟିଂ ଅଫିସରକୁ ପଠାଯାଇଛି। ଆପଣଙ୍କ ଟ୍ରାନ୍ସଫର ଅର୍ଡର ଆପଣଙ୍କ ମେଲରେ ପଠେଇ ଦିଆଯାଇଛି। ଅର୍ଡରର ଡିଜିଟାଲ କପି ସନ୍ଧ୍ୟା ସୁଦ୍ଧା ଆପଣଙ୍କୁ ମିଳିଯିବ। ଏହା କହି ଫୋନ୍ କଟିଯିବ। ତାପରେ ସେ ଅଜଣା ଲୋକ କହିବେ କ'ଣ ହେଲା, ଖବର ମିଳିଗଲା? ମୁଁ ହିଁ ହେଉଛି ସେ ନୂଆ ଇନଭେଷ୍ଟିଗେସନ ଅଫିସର ଯାହାକୁ ମିଷ୍ଟର ଆଦର୍ଶ ମହାପାତ୍ରଙ୍କ କେସ୍ ହ୍ୟାଣ୍ଡେଲ କରିବାକୁ ଦିଆଯାଇଛି। ଏଣ୍ଡ ମୁଁ ଆଜି ହିଁ ମିଷ୍ଟର ଆଦର୍ଶ ମହାପାତ୍ରଙ୍କ କେସ୍ ଚାର୍ଜ ମୁଁ ଆପଣଙ୍କ ଠାରୁ ନେବାକୁ ଚାହୁଁଛି। ଆଉ ହଁ
ମିସେସ୍ ପଲ୍ଲବୀ ମହାପାତ୍ର ଆଉ କନଷ୍ଟେବଲ ଚିତ୍ତ ଏବେଠୁ ଏଇ ମୁହୂର୍ତ୍ତରୁ ମୋ ଅଣ୍ଡରରେ କାମ କରିବେ, ବୁଝିପାରିଲେ? ତାପରେ ବର୍ମା କହିବେ, ଓକେ କହି ସେଠାରୁ ଚାଲିଯିବେ। ଆଉ ଏପଟେ ପଲ୍ଲବୀ ସେ ନୂଆ ଅଫିସରକୁ ଦେଖି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ କହୁଛନ୍ତି, ଆପଣ? ତାପରେ ସେ ନୂଆ ଅଫିସର କହୁଛନ୍ତି, ୟେସ୍, ଆଜିଠୁ ଆଦର୍ଶଙ୍କର ନୂଆ ଇନଭେଷ୍ଟିଗେସନ ଅଫିସର ମୁଁ, ଆଇପିଏସ୍ ସଞ୍ଜୀବ ସାମଲ। ତାପରେ ପଲ୍ଲବୀ ଆଶ୍ଚର୍ଯ୍ୟ ହେଇ କହୁଛନ୍ତି, ଆଇପିଏସ୍ ସଞ୍ଜୀବ ସାମଲ, ତା ମାନେ ଆପଣ? ତାପରେ ନୂଆ ଅଫିସର କହିବେ, ୟେସ୍, ସିଏମଙ୍କ ଅଫିସରୁ ମୋର ସିଧା ଅର୍ଡର ଏଇଠି ଆପଏଣ୍ଟମେଣ୍ଟ ହେଇଛି। ଯେ ପର୍ଯ୍ୟନ୍ତ ଆଦର୍ଶଙ୍କର କେସ୍ ସଲ୍ଭ ନ ହେଇଛି ସେ ପର୍ଯ୍ୟନ୍ତ ମୁଁ ଏଇଠି ରହିବି, ଏଇ ଥାନାରେ। ଏହା ଶୁଣି ପଲ୍ଲବୀ ବହୁତ ଖୁସି ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ସଞ୍ଜୀବ କ'ଣ ଆଦର୍ଶକୁ ନିର୍ଦ୍ଦୋଷରେ ମୁକୁଲେଇ ପାରିବେ କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।